ତ ଭାଇ ପାହାଲଗାମରେ ଯୋଉ ଆଟାକଟା ହେଇଛି ଏଇଟା ସମସ୍ତଙ୍କୁ ଶୋକରେ ପୁରା ଛାୟା କରିଦେଇଛି। ମାନେ ହିନ୍ଦୁ ମାନଙ୍କୁ ବାଛି ବାଛି କରି ମରା ହେଇଛି। ଭାଇ ଦେଖ ଏଠି ବି ଆମ ଇଣ୍ଡିଆରେ ବି ଏମିତି ଲୋକ ଅଛନ୍ତି ଯୋଉମାନେ ମାନେ ପାକିସ୍ତାନକୁ ସପୋର୍ଟ କରୁଛନ୍ତି, ଟେରୋରିଜିମକୁ ସପୋର୍ଟ କରୁଛନ୍ତି। ମାନେ ପାକିସ୍ତାନକୁ କହିଲା ବେଳକୁ ତାଙ୍କର ପୁରା ବାଧି ଯାଉଛି। ଭାଇ ସେମିତିଆ ଲୋକକୁ ଆଗ ତଣ୍ଟିଆ ମାରିକି ବାଘା ବର୍ଡରରେ ବନ୍ଦ କରିକି ସାଙ୍ଗେ ସାଙ୍ଗେ କବାଟ ତାଲାଟା ପକେଇଦବ। ଟୋଟାଲି ଭିତରକୁ ପୁରେଇ ଦବା କଥା ନୁହେଁ। ମାନେ ଭାବ ଯୋଉ ଦେଶରେ ରହୁଛନ୍ତି ସେଇ ଦେଶରେ ଖାଉଛନ୍ତି, ସେଇ ଦେଶ ବିରୁଦ୍ଧରେ କହୁଛନ୍ତି। ମାନେ ପାକିସ୍ତାନୀ ଆଉ ଆଙ୍କ ଭିତରେ ଫରକ କଣ ରହିଲା? ପାକିସ୍ତାନୀ ଯେମିତି ଡରୁଛି କି କୋଉ ପଟେ ବମ୍ ପଡିବ କଣ ହବ, ସେମିତି ତାଙ୍କୁ ସେଇଠି ଛାଡିଦବ। ସେ ଆକ୍ଚୁଆଲି ଜିନିଷଟା କଣ ଜାଣିବେ କି ମାନେ ଜୀବନର ମୂଲ୍ୟଟା କଣ। ସେଠି ସେମିତି କାନ୍ଦୁଥିବେ କି ଆମକୁ ଇଣ୍ଡିଆକୁ ନେଇଯାଅ ନେଇଯାଅ, ଆମେ ସେମିତି କହିଲୁ କହିଦେଇଛୁ ଭୁଲ ହେଇଯାଇଛି, ବହୁତ କିଛି ଗୁହାରି କରିବେ, କିଛି ବି ଶୁଣିବାର ନାହିଁ ଭାଇ। ବହୁତ କିଛି ମାନେ ସହିଲେଣି ଲୋକ। ତ ତାପରେ ଯଦି ବି ଏମିତିଆ ରିଆକ୍ସନ ଆସୁଛି ନିଜ କଣ୍ଟ୍ରିରୁ, ତ ଅପର କଣ୍ଟ୍ରି ସିଏ କଣ ରିଆକ୍ସନ ଦଉଥିବ। ତ ସେଇ ଜିନିଷ ତ ମାଇଣ୍ଡରେ ସେଇଟାକୁ ପୁରାନ୍ତୁ। କେବଳ ବାହାରେ ଶତ୍ରୁ ନାହାନ୍ତି, ଇଣ୍ଡିଆ ଭିତରେ ବି ଶତ୍ରୁ ଅଛନ୍ତି। ସେଥିପାଇଁ ହିଁ ସେମାନେ ଆସିକି ଇଣ୍ଡିଆ ଭିତରେ ଟେରୋରିଜିମ ଦେଇକି ମାରିକିନା ପଳେଇଲେ 22 ଜଣଙ୍କୁ। ନହେଲେ କଣ ସେ ଏତେ ସିକ୍ୟୁରିଟି ଭିତରେ ଆସି ପାରିଥାନ୍ତେ? କେବେ ଆସି ପାରିନଥାନ୍ତେ।